ସମସ୍ତଙ୍କୁ ସ୍ୱାଗତ ଶିକ୍ଷା 24/7 ଓଡ଼ିଆ ଏଜୁକେସନ ଚ୍ୟାନେଲକୁ। ଆଜି ଡିସ୍କସ୍ କରିବା 9 ଜୁଲାଇ 2025ର ଏକ୍ଜାମ ରିଲେଟେଡ୍ କରେଣ୍ଟ ଆଫେୟାର୍ସ। ପିଡିଏଫ୍ ପାଇବା ପାଇଁ ହେଲେ ଆପଣମାନେ ଜଏନ୍ କରିପାରିବେ ଟେଲିଗ୍ରାମ ଗ୍ରୁପରେ, ଡିସ୍କ୍ରିପ୍ସନରେ ଲିଙ୍କ ଅଛି। ଯଦି ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ସବସ୍କ୍ରାଇବ୍, ଲାଇକ୍ ଏବଂ ସେୟାର କରିଦିଅନ୍ତୁ। ଚାଲନ୍ତୁ ଆଜିର ସେସନଟିକୁ ଷ୍ଟାର୍ଟ କରିବା। ଆଜିର ପ୍ରଥମ ପ୍ରଶ୍ନ, Which of the following countries has joined the New Development Bank ବା NDB? ନିମ୍ନଲିଖିତ ଦେଶଗୁଡ଼ିକ ମଧ୍ୟରୁ କେଉଁଠି ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କ ବା NDBରେ ଯୋଗଦାନ କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି, ବୋଥ୍ ଏ ଆଣ୍ଡ ବି। କଲମ୍ବିଆ ଏବଂ ଉଜବେକିସ୍ତାନ NDBରେ ଯୋଗଦାନ କରିଛନ୍ତି। Colombia and Uzbekistan have now officially become member of the NDB. କଲମ୍ବିଆ ଏବଂ ଉଜବେକିସ୍ତାନ ଅଫିସିଆଲି ଜଏନ୍ କରିଛନ୍ତି କୋଉଠି? NDB membershipରେ. This brings the total number of member country of the Bank of 11. New Development Bank by NDB is a multilateral development bank that was established by the BRICS country. ଏହି NDB ବା ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କ କେଉଁମାନେ establish କରିଛନ୍ତି? ବ୍ରିକ୍ସ କଣ୍ଟ୍ରି। ଅବଜେକ୍ଟିଭ କ'ଣ ରହିଛି? To provide financial assistance to developing countries for infrastructure and sustainable development project. ଆନାଉନ୍ସମେଣ୍ଟ ଜୁଲାଇ 2014 ମସିହାରେ ଆନାଉନ୍ସମେଣ୍ଟ ହେଇଥିଲା। ଷ୍ଟାର୍ଟ ୱାର୍କ ହେଇଥିଲା ଜୁଲାଇ 2015 ମସିହାରେ। ଫାଷ୍ଟ ଚେୟାରମ୍ୟାନ କିଏ ଥିଲେ? କେଭି କାମାତ ଫ୍ରମ୍ ଇଣ୍ଡିଆ। ଇଣ୍ଡିଆର ଫାଷ୍ଟ ଚେୟାରମ୍ୟାନ କିଏ ଥିଲେ? କେଭି କାମାତ। ଲୋକେସନ ରହିଛି ସାଂଘାଇ, ଚାଇନା। ପ୍ରେସିଡେଣ୍ଟ କିଏ ଅଛନ୍ତି? ଡିଲମା ରୋସେଫ। ମେମ୍ବର as per official website member କୋଉ ମାନେ ଅଛନ୍ତି? କେଉଁ ଦେଶ? ଚାଇନା, ଇଜିପ୍ଟ, ଇଣ୍ଡିଆ, ରୁଷିଆ, ସାଉଥ ଆଫ୍ରିକା, ବାଂଲାଦେଶ, ରୁଷିଆ, ଆଲଜେରିଆ, ୟୁନାଇଟେଡ୍ ଆରବ ଏମିରେଟ୍ସ, କଲମ୍ବିଆ ଏବଂ ଉଜବେକିସ୍ତାନ। ଫ୍ୟୁଚର ମେମ୍ବରସିପରେ କିଏ କିଏ ଅଛନ୍ତି? ଉରୁଗୁଏ। नो ଅଫିସିଆଲି କନଫର୍ମେସନ କରାହେଇନି। ଫ୍ୟୁଚରରେ ଜଏନ୍ ହେବ ବୋଲି ଉରୁଗୁଏ ଦାବି କରୁଛି। ପରବର୍ତ୍ତୀ ପ୍ରଶ୍ନ, Which company will launch India's first private satellite internet service? କେଉଁ କମ୍ପାନୀ ଭାରତର ପ୍ରଥମ ଘରୋଇ ସାଟେଲାଇଟ ଇଣ୍ଟରନେଟ ସେବା ଆରମ୍ଭ କରିବ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ, Anant Technologies. Anant Technologies has received approval to launch India's first private satellite internet service. The service will be launched by 2028. କେବେ ଲଞ୍ଚ ହେବ? 2028 ମସିହାରେ ଲଞ୍ଚ ହେବ। One satellite will cover the whole of India, enabling speeds of 200 Gbps. କେତେ ସ୍ପିଡରେ ଇଣ୍ଟରନେଟ କାମ କରିବ? 100 Gbps. ଅବଜେକ୍ଟିଭ କ'ଣ ରହିଛି? To provide fast and reliable internet in remote and rural areas. ଏହାର ଲକ୍ଷ୍ୟ କ'ଣ ରହିଛି? To provide fast, ପୁରା ଇଣ୍ଟରନେଟ ଫାଷ୍ଟରେ ଚାଲିବ ଏବଂ reliable ଇଣ୍ଟରନେଟ in remote area, ପାହାଡ଼ିଆ ଅଞ୍ଚଳ ଏବଂ ଗାଉଁଲିଆ ଅଞ୍ଚଳରେ ଏହି ଇଣ୍ଟରନେଟ କାମ କରିବ। ଆନନ୍ତ ଟେକ୍ନୋଲୋଜି ଫାଉଣ୍ଡେଡ୍ 17 ଅଗଷ୍ଟ 1992 ମସିହାରେ। ଫାଉଣ୍ଡର କିଏ ଅଛନ୍ତି? ଡକ୍ଟର ସୁବ୍ବାରାଓ ପାବୁଲୁରି। ହେଡକ୍ୱାର୍ଟର ରହିଛି ହାଇଦ୍ରାବାଦ, ତେଲେଙ୍ଗାନା ରାଜ୍ୟରେ। ଆନନ୍ତ ଟେକ୍ନୋଲୋଜି ଲିମିଟେଡ୍ as an Indian private aerospace company
Anand Technology Limited ହେଉଛି Indian private aerospace company. Product କ'ଣ launch vehicle, satellite, spacecraft, payloads. ପରବର୍ତ୍ତୀ ପ୍ରଶ୍ନ, which country will host the BRICS Summit 2026? କେଉଁ ଦେଶ 2026 ବ୍ରିକ୍ସ ସମ୍ମିଳନୀ ଆୟୋଜନ କରିବ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ଇଣ୍ଡିଆ। ଇଣ୍ଡିଆ 2026ରେ ବ୍ରିକ୍ସ ସମ୍ମିଳନୀ ଆୟୋଜନ କରିବ। ଇଣ୍ଡିଆ ଟୁ ହୋଷ୍ଟ ବ୍ରିକ୍ସ ସମିଟ୍ 2026ରେ India to host next BRICS Parliamentary Forum in 2026. India BRICS host India କେଉଁ କେଉଁ ମସିହାରେ ବ୍ରିକ୍ସ ସମିଟ୍ ହୋଷ୍ଟ କରିଥିଲା 2012 ମସିହାରେ ଫୋର୍ଥ ଏଡିସନ୍ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିଲା ବ୍ରିକ୍ସ ସମିଟ୍ 2016 ଏଠି ଭୁଲ ଲେଖା ହେଇଛି 2016 ମସିହାରେ 8 ଏଡିସନ୍ ଗୋଆ ଠାରେ ଅନୁଷ୍ଠିତ ହୋଇଥିଲା 2021ରେ ଅନୁଷ୍ଠିତ ହେଇଥାନ୍ତା 13ତମ ଏଡିସନ୍ କୋଭିଡ କାରଣରୁ ଏହାକୁ କ୍ୟାନସେଲ କରାଯାଇଛି 2026ରେ 18 ଏଡିସନ୍ ଇଣ୍ଡିଆରେ ବ୍ରିକ୍ସ ସମିଟ୍ ଆୟୋଜିତ କରାଯିବ। About BRICS full name Brazil, Russia, India, China, South Africa. BRICS is a group of countries with emerging economics. It is a political and economic organization founded 16 ଜୁନ୍ 2009 member country 10 country ଅଛନ୍ତି ବ୍ରିକ୍ସ ସମିଟରେ ଅରିଜିନାଲ ମେମ୍ବର କେଉଁ କେଉଁମାନେ ଅଛନ୍ତି ବା କେଉଁ କେଉଁ ଦେଶ ରହିଛନ୍ତି ବ୍ରାଜିଲ ରୁଷିଆ ଇଣ୍ଡିଆ ଚାଇନା ସାଉଥ ଆଫ୍ରିକା 2010 ମସିହାରେ ଜଏନ୍ କରିଥିଲା included in 2024ରେ କିଏ କିଏ ଜଏନ୍ କରିଛନ୍ତି ଇରାନ ଇଜିପ୍ଟ ଇଥିଓପିଆ ୟୁଏଇ 2023ରେ ଜୋହାନ୍ସବର୍ଗ ସାଉଥ ଆଫ୍ରିକା ଠାରେ ବ୍ରିକ୍ସ ସମିଟ୍ ଆୟୋଜନ କରାଯାଇଥିଲା 2024ରେ କାଜାନ ରୁଷିଆ ଠାରେ ବ୍ରିକ୍ସ ସମିଟ୍ ଆୟୋଜିତ ହୋଇଥିଲା 2025 ବ୍ରାଜିଲ ଠାରେ ବ୍ରିକ୍ସ ସମିଟ୍ ଆୟୋଜନ କରାଯାଇଥିଲା। ପରବର୍ତ୍ତୀ ପ୍ରଶ୍ନ Maastricht Bank has become the first bank in which country to enter gift city? Maastricht Bank କେଉଁ ଦେଶର ପ୍ରଥମ ବ୍ୟାଙ୍କ ଭାବରେ ଗିଫ୍ଟ ସିଟିରେ ପ୍ରବେଶ କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ୟୁଏଇ। Maastricht Bank has become the first United Arab Emirates by UAE based bank to open a branch in Gift City, Gujarat International Finance TEC City. Maastricht Bank to start fully operation in Gift City by the end of 2025. About Gift City, Gujarat International Finance Tech City location ରହିଛି ଗାନ୍ଧୀନଗର ଗୁଜରାଟ ଠାରେ it is India's first greenfield smart city and international financial service center ବା IFSC। ପରବର୍ତ୍ତୀ ପ୍ରଶ୍ନ Animes Kujur has set a new national record by completing the 100-meter race in how much time? Animes Kujur କେତେ ସମୟରେ 100 ମିଟର ଦୌଡ଼ ସମାପ୍ତ କରି ଏକ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି 10.18 ସେକେଣ୍ଡ। India's young sprinter Animes Kujur has set a new national record by completing the 100-meter race in 10.18 seconds. Animes Kujur now hold both 100-meter and 200-meter national record. In May 2025, he also set a record in the 200-meter by taking 20.32 seconds. পরবর্তী প্রশ্ন Recently, Hardeep Singh Brar has been appointed to which position at BMW Group India? সম্প্রতি হারদীপ সিং
ବ୍ରାରଙ୍କୁ BMW ଗ୍ରୁପ ଇଣ୍ଡିଆର କେଉଁ ପଦବୀରେ ନିଯୁକ୍ତି କରାଯାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି, ପ୍ରେସିଡେଣ୍ଟ ଆଣ୍ଡ ସିଇଓ। Hardeep Singh Braro has been appointed as the new president and CEO of BMW Group India. Effect from 1st September 2025 ରୁ ଜଏନ୍ କରିବେ। Hardeep Singh Braro ନୂଆ president and CEO of BMW Group of India. He will succeed Vikram Pawan, who will now take on the role of CEO for BMW Group Australia and New Zealand operation. This leadership transition will further strengthen BMW Group's international leadership structure. ପୂର୍ବରୁ କିଏ ଥିଲେ? ବିକ୍ରମ ପାୱା। ବର୍ତ୍ତମାନ ସେ କୋଉଠି ଜଏନ୍ ହେଇଛନ୍ତି? ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଠାରେ ଥିବା BMW ଗ୍ରୁପରେ ସିଓ ଭାବରେ ଜଏନ୍ କରିଛନ୍ତି। ପୂର୍ବରୁ କିଏ ଥିଲେ ଇଣ୍ଡିଆର? ବିକ୍ରମ ପାୱା। ପରବର୍ତ୍ତୀ ପ୍ରଶ୍ନ, ରିସେଣ୍ଟଲି ଦ ଜାପାନ କୋଷ୍ଟ ଗାର୍ଡ ବା ଜେସିଜି ଶିପ୍ କୁସିମା arrived at which Indian port? ସମ୍ପ୍ରତି ଜାପାନ ତଟରକ୍ଷା ବାହିନୀ ଜେସିଜି ଜାହାଜ ଇସ୍କୁସିମା କେଉଁ ଭାରତୀୟ ବନ୍ଦରରେ ପହଞ୍ଚିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି, ଚେନ୍ନାଇ ପୋର୍ଟ। The Japan Coast Guard ship Kushima, led by Captain Naoki Miyaguchi, arrived at Chennai port on 7th July 2025. This visit is part of the Global Ocean Biogas Training and aims to strengthen India-Japan strategic cooperation in the Indo-Pacific region. পরবর্তী প্রশ্ন, সুকন্যা Sonowal has recently been appointed to which post for the 2025 and 2027 term? ସୁକନ୍ୟା ସୋନୱାଲଙ୍କୁ ସମ୍ପ୍ରତି 2025 ଏବଂ 27 କାର୍ଯ୍ୟକାଳ ପାଇଁ କେଉଁ ପଦବୀରେ ନିଯୁକ୍ତି କରାଯାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି, କମନୱେଲ୍ଥ ୟୁଥ୍ ପିସ୍ ଆମ୍ବାସାଡର ଲିଡ୍ বা communication and public relation. Recently, Sukanya Sonowal has been appointed as lead communication and public relation in the executive committee of the Commonwealth Youth Peace Ambassador Network. This network is dedicated to empowering youth across 56 Commonwealth countries to work for peace, tolerance, and against extremes. পরবর্তী প্রশ্ন, সাতকোশিয়া টাইগর রিজর্ভ রিসেন্টলি ইন নিউজ ইজ লোকেটেড ইন হুইচ স্টেট? ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ଯାହା ସମ୍ପ୍ରତି ଖବରରେ ରହିଛି ତାହା କେଉଁ ରାଜ୍ୟରେ ଅବସ୍ଥିତ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି, ଓଡ଼ିଶା। The Odisha government recently floated a tender to construct a high-level bridge over the Mahanadi River near the Satakosia Tiger Reserve and ecological sustainative area. The reserve is spread across Angul, Kotak, Baudh and Nayagarh district of Odisha. Concerns have been raised about the potential impact of this construction on local wildlife. পরবর্তী প্রশ্ন, Neeraj Chopra recently won gold at the Neeraj Chopra Classic 2025 in which city? Neeraj Chopra ସମ୍ପ୍ରତି କେଉଁ ସହରରେ ନୀରଜ ଚୋପ୍ରା କ୍ଲାସିକ 2025ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି, ବେଙ୍ଗାଲୁରୁ। Neeraj Chopra recently won gold at the Neeraj Chopra Classic 2025 held at Sri Kantirava Stadium, Bengaluru. He scored the gold medal with a throw of 86.18 meter on his third attempt. Neeraj has become the first Indian athlete to host an international athletics event named after himself
and win it too.